ଆମେ ବାସ କରୁଥିବା ପୃଥିବୀର ଅନେକ ନାମ କାହିଁକି? ପୂର୍ବ କାଳରେ ମହାବଳୀ ଦାନବ ହିରଣ୍ୟକଶିପୁର ଭାଇ ହିରଣ୍ୟାକ୍ଷ ପୃଥିବୀକୁ ବ୍ରହ୍ମାଣ୍ଡରୁ ଚୋରାଇ ନେଇ ରସାତଳରେ ଯାଇ ରଖିଦେଲା ଓ ନିଜେ ତାହାର ରକ୍ଷଣାବେକ୍ଷଣ କରିବାକୁ ଲାଗିଲା। ଏଣେ ବ୍ରହ୍ମାଣ୍ଡରୁ ପୃଥିବୀ ଚୋରି ହୋଇଯିବାରୁ ଚତୁର୍ଦିଗରେ ହାହାକାର ପଡ଼ିଗଲା। ଦେବତାମାନେ ନାରାୟଣଙ୍କର ଶରଣ ପଶିଲେ। ନାରାୟଣ ବ୍ରହ୍ମାଙ୍କର ନାସିକାରୁ ଏକ ଅଦ୍ଭୁତ ପ୍ରକାର ଜୀବ ରୂପରେ ବାହାରି ଆସିଲେ। ସେହି ଜୀବଟି କ୍ଷଣକ ମଧ୍ୟରେ ବିଶାଳ ରୂପ ଧାରଣ କଲା। ଚାରିବାହୁ ବିଶିଷ୍ଟ ସେହି ଜୀବଟିର ରୂପ ବରାହ ଭଳି ଦୃଶ୍ୟମାନ ହେଉଥିଲା। ତାର କିଳିକିଳା ଧ୍ୱନି ସାରା ପୃଥିବୀରେ ବ୍ୟାପିଗଲା। ତାପରେ ସେହି ବରାହ ହାତରେ ଗଦା ଧରି ଅଥଳ ଜଳକୁ ଡେଇଁ ପଡ଼ିଲା ଓ ସେ ଯେଉଁଠାରେ ଯାଇ ପହଞ୍ଚିଲା ସେଠାରେ ହିରଣ୍ୟାକ୍ଷର ପୃଥିବୀ ଥିଲା ଓ ହିରଣ୍ୟାକ୍ଷର ପୃଥିବୀକୁ ରଖି ଶୋଇ ପଡ଼ିଥିଲା। ବରାହ ପୃଥିବୀକୁ ଉଠାଇ ନେଲା। ଏହାପରେ ହିରଣ୍ୟାକ୍ଷର ନିଦ ଭାଙ୍ଗିଗଲା ଓ ସେ ଉଠିପଡ଼ି ବରାହ ସହିତ ଯୁଦ୍ଧ କରିବାକୁ ଲାଗିଲା। ବରାହ ତାଙ୍କର ବିଶାଳ ଗଦାର ଗୋଟିଏ ପ୍ରହାରରେ ହିରଣ୍ୟାକ୍ଷକୁ ମାରିଦେଲେ ଏବଂ ପୃଥିବୀକୁ ଦାନ୍ତର ଅଗ୍ରଭାଗରେ ଧାରଣ କରି ବାହାରକୁ ବାହାରି ଆସିଲେ। ତାଙ୍କୁ ବରାହ ଭଗବାନ ବୋଲି କୁହାଗଲା ଏବଂ ପୃଥିବୀକୁ ଦାନ୍ତର ଦାଢ଼ରେ ଧାରଣ କରିଥିବାରୁ ପୃଥିବୀର ଅନ୍ୟ ନାମ ଧରଣୀ ହେଲା। ପୃଥିବୀର ଆଉ ଏକ ନାମ ମଧ୍ୟ ମେଦିନୀ। ପୂର୍ବକାଳର ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀହରି ଶେଷ ଶଯ୍ୟାରେ ଶୋଇଥିବା ସମୟରେ ତାଙ୍କ କାନର ମଇଳାରୁ ମଧୁ କୈଟଭ ନାମରେ ଦୁଇ ରାକ୍ଷସ ଜନ୍ମ ନେଲେ ଏବଂ ଶ୍ରୀହରିଙ୍କ ନାଭିରୁ ଜାତ କମଳ ଆଉ ପଦ୍ମ ଉପରେ ବିରାଜମାନ ହୋଇଥିବା ବ୍ରହ୍ମାଙ୍କୁ ମାରି ଗୋଡ଼ାଇବାରୁ ବ୍ରହ୍ମା ଡରିଯାଇ ଶ୍ରୀହରିଙ୍କ ଶରଣାଗତ ହେଲେ। ବ୍ରହ୍ମାଙ୍କୁ ରକ୍ଷା କରିବାକୁ ଭଗବାନ ଶ୍ରୀହରି ସେହି ରାକ୍ଷସଙ୍କ ସହିତ ଲଢ଼ିବାକୁ ଲାଗିଲେ ଏବଂ 5000 ବର୍ଷ ପର୍ଯ୍ୟନ୍ତ ଲଢ଼ିଲେ ସୁଦ୍ଧା ସେହି ଦୈତ୍ୟଦ୍ୱୟଙ୍କୁ ମାରିପାରିଲେ ନାହିଁ। ତାପରେ ଭଗବାନ ବିଷ୍ଣୁ କହିଲେ, ହେ ମହାବଳୀ ଦାନବମାନେ, ମୁଁ ତୁମର ବୀରପଣିଆରେ ବହୁତ ଖୁସି, ତେଣୁ ନିଜର ଇଚ୍ଛା ଅନୁସାରେ ମୋଠାରୁ କୌଣସି ବର ମାଗିନିଅ। ତାପରେ ସେହି ଅହଙ୍କାରୀ ଦାନବ ମଧୁ ଓ କୈଟଭ କହିଲେ, ଯିଏ ବଳବାନ ଅଟେ ବରଦାନ ଦେବାର କେବଳ ତାର ଅଧିକାର ଅଛି। ତୁମେ ଯଦି କିଛି ମାଗିବାକୁ ଚାହୁଁଛ ତେବେ ବରଦାନ ସ୍ୱରୂପ ଆମ୍ଭଠାରୁ ବର ମାଗ। ଭଗବାନ ବିଷ୍ଣୁ ମଧୁ ଓ କୈଟଭଙ୍କୁ ମାୟାରେ ଏପରି ମୋହିତ କରିଦେଇଥିଲେ ଯେ ଏଥିପାଇଁ ସେହି ଦାନବମାନେ ଏପରି କହିଲେ। ତେଣୁ ଭଗବାନ ବିଷ୍ଣୁ କହିଲେ, ଠିକ୍ ଅଛି, ଯଦି ତୁମେ ଦୁହେଁ ବରଦାନ ମୋତେ ଦେବାକୁ ଚାହୁଁଛ ତେବେ ମୋ ହାତରେ ତୁମର ମୃତ୍ୟୁ ହେଉ। ସେହି ଦାନବଦ୍ୱୟ ସତ୍ୟ କରିସାରିଥିଲେ, ତେଣୁ ନିଜର ମୃତ୍ୟୁ ସ୍ୱୀକାର କରି କହିଲେ, ହେ ବିଷ୍ଣୁ, ତୁମେ ମଧ୍ୟ ଆମକୁ ବରଦାନ ଦେବ ବୋଲି କହିଥିଲ। ଆମେ ଏହି ବର ଚାହୁଁଛୁ ଯେ ତୁମେ ଆମକୁ ଏହିପରି ସ୍ଥାନରେ ମାରିବ ଯେଉଁଠି ଜଳ ନଥିବ, ଅର୍ଥାତ୍ ଶୁଖିଲା ସ୍ଥାନରେ ଆମକୁ ମାରିବ। ଶ୍ରୀ ବିଷ୍ଣୁ ଭଗବାନ ସେଇଆ କଲେ। ସେହି ସମୟରେ କେବଳ ପୃଥିବୀ ଜଳରେ ପୂର୍ଣ୍ଣ ଥିଲା। ଭଗବାନ ବିଷ୍ଣୁ ନିଜର ବିଶାଳ ଜଙ୍ଘ ଉପରେ ଶୁଆଇ ଦେଇ ଚକ୍ରରେ ମଧୁ ଓ କୈଟଭଙ୍କର ମୁଣ୍ଡ କାଟିଦେଲେ। ଦୈତ୍ୟମାନଙ୍କର ମେଦ ବା ରକ୍ତ, ମଜ୍ଜା, ମାଂସ ଇତ୍ୟାଦି ଜଳ ଉପରେ ଚାରିଦିଗକୁ ଖେଳିଗଲା। ସେହି ମେଦରେ ଭଗବାନ ବିଷ୍ଣୁ ପୃଥିବୀ ସୃଷ୍ଟି କଲେ। ମେଦରୁ ପୃଥିବୀକୁ ଭଗବାନ ବିଷ୍ଣୁ ରଚନା କରିଥିବାରୁ ପୃଥିବୀର ଅନ୍ୟ ନାମ ମେଦିନୀ ହେଲା। ପୃଥିବୀକୁ ପୃଥିବୀ ବା ପୃଥ୍ୱୀ କୁହାଯିବାର କାରଣ। ରାଜା ବେଣୁଙ୍କର ପୁତ୍ର ଥିଲେ ପୃଥୁ। ପୃଥୁ ପୃଥିବୀକୁ ସମତଳ କରି ଖାଦ୍ୟ ବା ଅନ୍ନ ଉତ୍ପାଦନ କରିବାର ବ୍ୟବସ୍ଥା କରିଥିଲେ। ସେହି କାରଣରୁ ଏହି ଗ୍ରହକୁ ପୃଥିବୀ ବା ପୃଥ୍ୱୀ କୁହାଗଲା। 3 ଲୋକରେ ଏହି ଗ୍ରହରେ ଭୂମି ରହିଛି, ଯାହା ଉପରେ ଅନେକ ଜୀବଜନ୍ତୁ ତିଷ୍ଠି ରହିଛନ୍ତି। ସେଥିପାଇଁ ଏହାକୁ ଭୂଲୋକ ମଧ୍ୟ କୁହାଯାଏ।